नमस्कार, ମୁଁ ଜାହ୍ନବୀ ପାଣିଗ୍ରାହୀ। ଆଜି ଆମେ ଆଲୋଚନା କରିବା ଏହି ଖରଭୁଜ ଉପରେ। ଏହାକୁ ମିଲନ୍ କୁହାଯାଇଥାଏ। ଗୋଟେ ଅଛି ୱାଟର ମିଲନ୍, ସମସ୍ତେ ଜାଣିଛନ୍ତି। ତା ବାଦେ ମୁସ୍କ ମିଲନ୍ ଆକୁ କୁହାଯାଇଥାଏ। ଏହା ପ୍ରାୟ ଖରାଦିନ ମିଳିଥାଏ। ଶରୀରର ଦୁର୍ବଳତାକୁ ଦୂର କରିଥାଏ। ଇଏ ମାଂସାଳ ଏବଂ ଜଳତତ୍ତ୍ୱ ଆହିଁରେ ଅଧିକା ରହିଛି। અહીં ରହିଛି ପୋଟାସିୟମ୍, ଯାହାକି ମସ୍ତିଷ୍କର ଅକ୍ସିଜେନକୁ ପୂର୍ତ୍ତି କରିଥାଏ। ତେଣୁ ସୁପର ଅକ୍ସାଇଡ୍ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ। ତନାବ ବା ଚିନ୍ତାକୁ ଦୂର କରିବାର ଶକ୍ତି ରହିଛି ଏହା ପାଖରେ। ଚିନ୍ତାକୁ ଦୂର କରି ଲଢ଼ିବାର ଶକ୍ତି ରହିଛି ଏହି ଫଳ ପାଖରେ। ତେଣୁ ସ୍ନାୟୁ ଦୁର୍ବଳତାକୁ ଦୂର କରିଥାଏ। ଗ୍ରୀଷ୍ମ ପ୍ରବାହରେ ଯେଉଁ ସବୁ ସମସ୍ୟା ରହୁଛି ତାକୁ ଦୂର କରିଥାଏ। ଇମ୍ୟୁନିଟି ବୁଷ୍ଟର ବଢ଼େଇଥାଏ, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ଏହା ରହିଛି ଇମ୍ୟୁନିଟି ପାୱାର ଅଧିକା। ୱେଟ୍କୁ ଲସ୍ କରିଥାଏ, ଓଜନକୁ ବି ହ୍ରାସ କରିଥାଏ। ଏହା ଆପଣ ଖାଦ୍ୟ ଆଉ ପାନୀୟ ଆକାରରେ ଆକୁ ଗ୍ରହଣ କରିପାରିବେ। ଖରାଦିନ ବହୁ ପରିମାଣରେ ଏହା ଖାଇବା ଉଚିତ। ଏହା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ବ୍ୟାକ୍ଟେରିଆ, ଆପଣଙ୍କ ଭାଇରସ୍ ଯାହା ବି ଆପଣଙ୍କ ଭିତରେ ରହିଛି ତାହା ଆପଣଙ୍କର ନଷ୍ଟ ହୋଇଥାଏ। ଏଠାରେ ଥିବା ଭିଟାମିନ୍ ସି ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରିଥାଏ। ଖାଲି ପେଟରେ ଖାଇବା ଉଚିତ ନୁହଁ। ଜଳଖିଆ ଖାଇକରି ଖାଇପାରିବେ, କିମ୍ବା ଖରାବେଳେ ଖାଦ୍ୟ ଖାଇସାରିବା ସମୟରେ ପରେ ଆପଣ ଖାଇପାରିବେ। ଅଳ୍ପ ଖାଦ୍ୟ ଖାଆନ୍ତୁ, ତାପରେ ଆପଣ ଆକୁ ଖାଆନ୍ତୁ। ଗରମକୁ ଶାନ୍ତ କରିଥାଏ। ଜଳତତ୍ତ୍ୱ ଅଧିକା ରହିବା କାରଣରୁ ଖରାଦିନ ବିଶେଷ ଭାବେ ଏହାକୁ ଗ୍ରହଣ କରାଯାଇଥାଏ। ଆପଣ ଦେଖିପାରୁଛନ୍ତି, ଆକୁ ବିଭିନ୍ନ ପ୍ରକାର ଏହି ମେଲନ୍ କୁହାଯାଇଥାଏ। ବିଭିନ୍ନ ପ୍ରକାର ରହିଛି। ଗାଁ ଗହଳିରେ ବି ବନକୁ ବୁଦା ବୋଲି ଆମ ପଟ କହିଥାନ୍ତି, ଆଉ ଟିକେ ଅଲଗା ଟାଇପ୍ର। ବହୁ ପ୍ରକାର 3-4 ପ୍ରକାର ରହିଛି ମିଲନ୍। ତାକୁ ନିଶ୍ଚିତ ଭାବରେ ସବୁ ମିଲନ୍କୁ ଏ ଖରାଦିନ ଶରୀରକୁ ସୁସ୍ଥ ରଖିବା ପାଇଁ, ଜଳତତ୍ତ୍ୱକୁ ଭରପୁର ଭାବେ ରଖିବା ପାଇଁ ଏହାକୁ ନିଶ୍ଚିତ ଭାବରେ ଗ୍ରହଣ କରିବା ଉଚିତ। ତାହେଲେ ମୁଁ ରହୁଛି ଜାହ୍ନବୀ ପାଣିଗ୍ରାହୀ। ଓମ୍ ନମସ୍କାର।